ଥରେ ମୋ ପୁତୁରା ସେ କ'ଣ କରିଛି ନା ତା ବାଣ୍ଡଟିକୁ ହାତରେ ଧରି ରୁମ୍ ଭିତରେ ହଲଉଥିଲା। ତ ଏହି ସମୟରେ କ'ଣ ହେଇଛି ନା ମୁଁ ଘର ଭିତରକୁ ପଶିଗଲି ଏବଂ ଯେତେବେଳେ ଦେଖିଲି ସେ ତା ବାଣ୍ଡକୁ ହଲଉଛି, ମୁଁ ଆଉ ସେ ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ପାରିଲି ନାହିଁ। ତ ତାପରେ କ'ଣ ସବୁ ଘଟିଲା, କିପରି ଆମେ ଜ୍ଞାନହୀନ ହେଲୁ, ସେ ବିଷୟରେ ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ ସବୁ କିଛି କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରିୟା। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଜ୍ଞାନହୀନ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ଘଟଣାଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣିନେବା। ଥରେ କ'ଣ ହେଇଛି ନା ମୋର ପୁତୁରା ସମ୍ପର୍କରେ ସେ ପୁତୁରା ହେବ, ସେ କ'ଣ କରିଛି ନା ବାଡ଼ି ପଟରେ ଛିଡ଼ା ହେଇ ତା'ର ବାଣ୍ଡଟିକୁ ହଲଉଥିଲା। ତ ମୁଁ ଗୋଟିଏ କାମରେ ସେ ବାଡ଼ି ପଟକୁ ଯାଇଥିଲି। ହଠାତ୍ ଦେଖିଲି ଯେ ସେ ବାଡ଼ ପାଖରେ ଗୋଟେ ହାଲକା ହାଲକା ଉ ଆ ଶବ୍ଦ ହେଉଛି। ତେଣୁ ମୁଁ କ'ଣ କଲି ନା ସେଇ ଶବ୍ଦକୁ ଅନୁକରଣ କରି ତାହାରି ପାଖକୁ ଚାଲିଗଲି। ମୁଁ ସେ ଦୃଶ୍ୟ ଯେତେବେଳେ ଦେଖିଦେଇଛି ସେତେବେଳେ ମୋ ଦେହ ପୁରା ଶିହରି ଉଠିଲା। ମୋ ପୁତୁରା କ'ଣ କରିଛି ନା ସେଇ ବାଡ଼ ପାଖରେ ଛିଡ଼ା ହୋଇ ତାର ପେଣ୍ଟଟିକୁ ଅଧା କାଢ଼ି ଦେଇଛି ଏବଂ ତାର ବାଣ୍ଡଟିକୁ ହାତରେ ଧରି ନିର୍ଦ୍ଧୁମ ଭାବରେ ହଲଉଛି। ମୁଁ ଯେ ଆସି ପଛରେ ଛିଡ଼ା ହେଇଛି ସେ କଥା ସେ ଆଦୌ ଜାଣିପାରି ନାହିଁ, କାରଣ ସେ ବାଣ୍ଡ ହଲେଇବାରେ ଏମିତି ମଜି ଯାଇଛି ଯେ ପଛରୁ ମୁଁ କେତେବେଳେ ଆସି ସେସବୁ ଦୃଶ୍ୟ ଦେଖୁଛି ସେ କଥା ସେ ଟୋଟାଲି ଜାଣିପାରି ନାହିଁ। କିଛି ସମୟ ହଲେଇ ସାରିଲା ପରେ ବୋଧହୁଏ ସେ ଜାଣିପାରିଲା କିଛି ଶବ୍ଦ ହେଇଛି ବୋଧେ, ଯାହା ବି ହଉ ସେ ପଛକୁ ବୁଲି ପଡ଼ିଲା। ଯେମିତି ମୋତେ ଦେଖି ଦେଇଛି ତାର ଅବସ୍ଥା କହିଲେ ନ ସରେ। ସେ କ'ଣ କଲା ନା ମୋତେ ଧରି ପକାଇ ମୋତେ କହିଲା, କାକି ତମେ ଯାହା ବି ହଉ ଏ କଥା କାହାରି ପାଖରେ କହିବ ନାହିଁ। ମୁଁ ତାକୁ ପ୍ରଥମେ ରାଗିଲି। ମୁଁ କହିଲି, ଆରେ ଏସବୁ ବାଜେ କଥା, ତୁ କାହିଁକି ଏମିତି କରୁଥିଲୁ? ସେ କହିଲା, କ'ଣ କରିବି କାକି, ଆଉ ନିଜକୁ ମୁଁ ସମ୍ଭାଳି ପାରୁନାହିଁ। ତେଣୁ କେତେବେଳେ କେତେବେଳେ ମୁଁ ଏମିତି ମୋ ବାଣ୍ଡକୁ ହଲାଏ ଏବଂ ବାଣ୍ଡରୁ ସବୁ ରସ ବାହାର କରିଦିଏ। ମୁଁ କହିଲି, ଏହାଦ୍ୱାରା କ'ଣ ତୋତେ ଶାନ୍ତି ଲାଗେ? ସେ କହିଲା, ସମ୍ପୂର୍ଣ୍ଣ ଶାନ୍ତି ତ ଲାଗେ ନାହିଁ, କାରଣ ବିୟାକୁ ଘେହିବାରେ ଯେଉଁ ମଜା, ଆଉ ସେ ମଜା କ'ଣ ଏଇ ହାତରେ ବାଣ୍ଡକୁ ହଲେଇଲେ ବାହାରିବ? ମୁଁ କହିଲି, ତାହେଲେ ତୁ କ'ଣ କେବେ ବିୟାକୁ ଘେହିନୁ? ସେ କହିଲା, ନା କାକି, ସେ ସୁଯୋଗ ମୁଁ ଆଜି ଯାହା ପାଇନାହିଁ। ମୁଁ କହିଲି, ଯଦି ମୁଁ ତୋତେ କହିବି ଘେହିବାକୁ, ତୁ କ'ଣ ମୋତେ ଘେହି ପାରିବୁ? ତ ଏ କଥା କହିବାର କାରଣ ହେଉଛି ଯେ ମୋର ସ୍ୱାମୀ ବାହାରେ ରୁହନ୍ତି, ତେଣୁ ମୁଁ ହେଉଛି ପରମ ବେଧି। ମୋତେ ସଦାବେଳେ ଜ୍ଞାଙ୍ଗି ଖାଇବାକୁ ଇଚ୍ଛା ହୁଏ, କିନ୍ତୁ ଯେହେତୁ ସ୍ୱାମୀ ପାଖରେ ନାହାନ୍ତି ତେଣୁ ମୁଁ ତାର ସୁଯୋଗ ନେଇପାରେ ନାହିଁ। ରାତିରେ ଶୋଇଲା ବେଳେ ଦିଆରେ ହାତ ବୁଲାଏ, ଦୁଧକୁ ଚିପୁଡ଼େ, ଆଇନାରେ ମୋ ଦୁଧକୁ ଦେଖେ। ମୋ ଲଙ୍ଗଳା ହୋଇ ଆଇନା ପାଖରେ ଛିଡ଼ା ହୁଏ ଏବଂ ମୋର ଦୁଧ, ବିୟା, ପେଟ ଏସବୁକୁ ମୁଁ ଦେଖି ଶାନ୍ତି ପାଏ ଏବଂ କେତେବେଳେ କେତେବେଳେ ବିୟାରେ ଆଙ୍ଗୁଠି ଗେଞ୍ଜି ରସ ବାହାର କରେ। କିନ୍ତୁ ପ୍ରକୃତ ବାଣ୍ଡରୁ ଘିହା ମୁଁ ଖାଇପାରୁନଥାଏ, କାରଣ ସ୍ୱାମୀ ନଥାନ୍ତି। ତେଣୁ ତାର ଯେତେବେଳେ ମୁଁ ସେଇ ଲମ୍ବା ବାଣ୍ଡଟିକୁ ଦେଖିଦେଲି, ମୋ ମନ ଭିତରକୁ ଆସିଗଲା ଯେ ଏଇ ମୌକା ମୁଁ ଆଉ ଛାଡ଼ିବି ନାହିଁ, କାରଣ ପୁତୁରାର ବାଣ୍ଡଟି ବହୁତ ଲମ୍ବା ହେଇଛି ଏବଂ ମୋଟା ମଧ୍ୟ ହେଇଛି, ପୁରାପୁରି ମୋ ବିୟାକୁ ଫିଟ୍ ହେବ। ତେଣୁ ମୁଁ ତାକୁ ଏହି ପ୍ରକାର କହିଲି ଯେ ଯଦି ତୋତେ ବିୟା ମିଳିଯାଏ ତୁ କ'ଣ ଘେହିପାରିବୁ? ସେ କହିଲା, ନିଶ୍ଚିତ ଭାବରେ ଘେହିଦେବି। ମୁଁ କହିଲି, ତାହେଲେ ଠିକ୍ ଅଛି, ତୁ ଘର ଭିତରକୁ ଆସ ଏବଂ ମୋତେ ଘେଁ। ସେ କହିଲା, ତୁମେ କ'ଣ ସତ କହୁଛ? ମୁଁ କହିଲି, ଆରେ ହଁ, କିଛି ଅସୁବିଧା ନାହିଁ, ତୁ ଘର ଭିତରକୁ ଆସ। ଏବଂ ସେ ମଧ୍ୟ ସୁନା ପିଲାଟି ପରି ପେଣ୍ଟଟିକୁ ପିନ୍ଧି ପୁଣି ଘର ଭିତରକୁ ଚାଲି ଆସିଲା।
ଘର ଭିତରେ ପହଞ୍ଚି ସେ କ'ଣ କଲା ନା ଥକିନା ଆମ ବେଡ଼୍ରେ ଯାଇ ବସି ପଡ଼ିଲା। ମୁଁ ବି ତା ପଛେ ପଛେ ଯାଇ ତା ସାମ୍ନାରେ ଛିଡ଼ା ହେଇଗଲି। ଯେ ତାକୁ କହିଲି, ଯାହା କରିବା କଥା ତୁ କର। ସେ ହସିଦେଲା, କହିଲା, କାକି କ'ଣ ତୁମେ ଏମିତି ବ୍ୟସ୍ତ ହେଇ ପଡ଼ୁଛ? ଆଗେ ଟିକେ ତୁମର ପୋଷାକଟିକୁ ଖୋଲ। ଏଇ କଥା କହି ସେ କ'ଣ କଲା ନା ମୋତେ ସମ୍ପୂର୍ଣ୍ଣ ଭାବରେ ଲଙ୍ଗଳା କରିଦେଲା ଏବଂ ମୋ ଦୁଧରେ ମୁହଁ ମାରିଲା। ମୋ ଦୁଧର ମୁଣ୍ଡିକୁ ଚୁଚୁମିବାକୁ ଲାଗିଲା। କିଛି ସମୟ ଚୁଚୁମି ସାରିଲା ପରେ ସେ କ'ଣ କଲା ନା ମୋତେ ଖଟ ଉପରେ ବସାଇ ଦେଇ ମୋର ଦୁଇ ଟାଙ୍ଗକୁ ମେଲି ଧରିଲା ଏବଂ ତା ଜିଭ ନେଇ ମୋ ବିଆରେ ଲଗେଇଲା। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ମୋ ବିଆକୁ ଚାଟି ଚାଲିଲା। ମୋତେ ସେତେବେଳକୁ ବହୁତ ମଜା ଲାଗୁଥିଲା, କାରଣ ବହୁତ ଦିନ ଧରି ମୁଁ ବିଆ ଖାଇନଥିଲି। ତେଣୁ ସେ ଯେତେବେଳେ ମୋ ବିଆକୁ ଚାଟୁଥାଏ ମୋତେ ପରମ ଆନନ୍ଦ ଲାଗୁଥାଏ। ଏମିତି କିଛି ସମୟ ଚଟାଚଟି ହେଲା ପରେ ମୁଁ କ'ଣ କଲି ନା ତା'ର ପେନ୍ଟିକୁ କାଢ଼ିଦେଲି ଏବଂ ତା'ର ସେଇ ଲମ୍ବା ବାଣ୍ଡକୁ ମୋ ପାଟିରେ ନେଲି। ଚୁଚୁମିଲି, ବହୁତ ସମୟ ଧରି ଚୁଚୁମିଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ତା'ର ବାଣ୍ଡକୁ ଖାଲି ଚୁଷି ଚାଲିଲି। ସେତେବେଳକୁ ସେ ପୁରା ପାଗଳ ଭଳି ହେଇଗଲା। ସେ କହିଲା, କାକି ଆଉ ମୁଁ ସମ୍ଭାଳି ପାରୁନାହିଁ, ତମେ ଟିକେ ଶୋଇପଡ଼, ମୁଁ ତୁମକୁ ଘେହିବି। ତାପରେ ମୁଁ କ'ଣ କଲି ନା ସେ ବିଛଣାରେ ଶୋଇପଡ଼ିଲି। ସେ ମୋ ଉପରକୁ ଚଢ଼ିଗଲା ଏବଂ ତା'ର ସେଇ ଲମ୍ବା ବାଣ୍ଡକୁ ମୋ ବିଆ ଭିତରେ ପଶାଇଲା। ବେଶ କିଛି ସମୟ ଧରି ମୋତେ ଘେହିଲା ସେ, କିନ୍ତୁ ତା ବାଣ୍ଡରୁ ପାଣି ବାହାରିଲା ନାହିଁ। ସେ ପୁଣି କ'ଣ କଲା, ମୋତେ ପେଟେଇ ଦେଇ ପଛ ପଟରୁ ସେ କ'ଣ କଲା ନା ମୋ ବିଆରେ ତା'ର ବାଣ୍ଡଟିକୁ ପଶାଇଲା, ପୁଣି ଘେହିଲା। ପାଖାପାଖି 20ରୁ 25 ମିନିଟ୍ ପର୍ଯ୍ୟନ୍ତ ଆମେ ସେମିତି ଗିଆଁ ଗେଇଁ ହେଲୁ। ଏତେ ଗିଆଁ ଗେଇଁ ଭିତରେ ବି ମୋତେ ସମ୍ପୂର୍ଣ୍ଣ ଶାନ୍ତି ମିଳିପାରିନଥିଲା, କାରଣ ମୋ ବିଆରୁ ସେତେବେଳେ ପର୍ଯ୍ୟନ୍ତ ରସ ବାହାରି ନଥିଲା। ତେଣୁ ମୁଁ ତାକୁ କହିଲି, ତୁ ଗୋଟିଏ କାମ କର, ମୋ ବିଆକୁ ଆଉ ଥରେ ଭଲ ଭାବରେ ଚାଟ। ତାପରେ ସେ ପୁତୁରା ପୁଣି ମୋ ବିଆରେ ମୁହଁ ଲଗାଇଲା। ମୋ ବିଆକୁ ଭଲ ଭାବରେ ସେ ଚାଟିବାକୁ ଲାଗିଲା। ମୋ ବିଆର ଯେଉଁ ଅଂଶରେ ଜିଭ ଲଗାଇଲେ ମୋତେ ବହୁତ ଆରାମ ଲାଗେ, ମୁଁ ତାକୁ ବାରମ୍ବାର ତା ମୁଣ୍ଡକୁ ନେଇ ସେଇ ଜାଗାରେ ତାକୁ ଚଟା କରାଉଥିଲି ଏବଂ ସେ ମଧ୍ୟ ଆରାମରେ ସେଇ ଜାଗାକୁ ଚାଟୁଥିଲା। ମୋତେ ବହୁତ ଶାନ୍ତି ଲାଗୁଥିଲା। ଏମିତି ଚଟାଚଟି ହେଇସାରିଲା ପରେ ମୁଁ କହିଲି, ଗୋଟେ କାମ କର, ମୁଁ ଖଟ ଉପରେ ତୋତେ ବିଆ ଦେଖେଇ ବସୁଛି, ତୁ ଠିଆ ଠିଆ ମୋତେ ଘେଁ। ସେ କହିଲା, ହଉ ଠିକ୍ ଅଛି। ଏହାପରେ ମୁଁ କ'ଣ କଲି ନା ବିଛଣା ଉପରେ ବସି ପଡ଼ିଲି ଏବଂ ମୋର ଦୁଇ ଟାଙ୍ଗକୁ ମେଲିଦେଲି ଏବଂ ସେ ମୋ ସାମ୍ନାରେ ଛିଡ଼ା ହୋଇ ତା'ର ସେଇ ଲମ୍ବା ବାଣ୍ଡକୁ ମୋ ବିଆ ଭିତରେ ପୁଣି ପଶାଇଲା। କଚ୍ 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 କରି ଘେହିଲା। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଘେହି ସାରିଲା ପରେ ମୋ ବିଆରୁ ସବୁ ପାଣି ବାହାରିଗଲା। ସେତେବେଳକୁ ତା ବାଣ୍ଡରୁ ମଧ୍ୟ ସବୁ ନାଳ ବାହାରି ସାରିଥିଲା। ଆମେ ଦୁଇ ଜଣ ପୁରା ଶାନ୍ତି ପାଇଗଲୁ। ଏହାପରେ ଆମେ ଏମିତି ବହୁତ ଥର ଗିଆଁ ଗେଇଁ ହେଇଛୁ। ତ ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଯଦି ଆପଣମାନଙ୍କୁ ଏ ଭିଡ଼ିଓ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ନିଶ୍ଚିତ ଭାବରେ କରିବେ ଏବଂ ଯଦି ସବସ୍କ୍ରାଇବ୍ କରିନଥିବେ ଚ୍ୟାନେଲକୁ ତେବେ ଏହି ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।